କିନ୍ତୁ ଆମର ଏଠି ସରପଞ୍ଚ ଏମ୍ଏଲ୍ଏ ମନ୍ତ୍ରୀ ନୁଚୁଛନ୍ତି ଭୋଟର ପାଇବେ ବୋଲି ସେମାନେ। କିନ୍ତୁ ମୁଁ ଜନ୍ମ ହେଲି ଏଠି କିନ୍ତୁ ପାକିସ୍ତାନ ବୋଲି କ'ଣ ନାଁ ନଥିଲା। ଏବେ ଯେତେବେଳେ ଆମର କସିଆ ଗୋଟେ ଅଛି ଆମର ବାସୁଦେବପୁରଠୁ ଚାନ୍ଦିମୂଳରୁ କସିଆ ଗୋଟେ ଅଛି 10,000 ପାକିସ୍ତାନ ଅଛନ୍ତି। ସେମାନଙ୍କୁ ଆମର ଯେତେବେଳେ ସରପଞ୍ଚ ଯେତେବେଳେ କରତେ ଗଲା ସେଇଟା ଅଲଗା ପଞ୍ଚାୟତ କରାହେଲା। କିନ୍ତୁ ସେମାନଙ୍କ କତିରୁ ଭୋଟର କ'ଣ ଇଏ କ'ଣ ଆଇଡେଣ୍ଟି କାର୍ଡ଼ କ'ଣ ଭଲ ମନ୍ଦ କ'ଣ କିଛି ଗଣିତ ନାହିଁ। କିନ୍ତୁ ଆମର ଏଠିକାର ସରପଞ୍ଚ ସହିତ ଯୋଗାଯୋଗ କରିକି ସେଠି ଗୋଟେ ପଞ୍ଚାୟତ କରି ସରପଞ୍ଚ କଲେ। କିନ୍ତୁ ପ୍ରଥମରୁ ଚିନ୍ତା କର କିଏ ସରପଞ୍ଚଟା ଆଗେ, ସେମାନଙ୍କର ଗଣିତ ଅଛି ନା ନାହିଁ। ଆମେ ଯେମିତି ଜନ୍ମ ହେଇଛୁ ବାପା ମାଠୁ ଆମର ଜେଜେ ଅମଳରୁ ଜେଜେର ଜେଜେ ବାପ ତା ବାପର ବାପ ସମ୍ପତ୍ତି ବାଡ଼ି ଆମର ଓଡ଼ିଶା, ସେମାନଙ୍କର ନାଁ ଅଛି ନା ନାହିଁ କୁହ? ନାଁ ନାହିଁ ଗଣିତ। ସେମାନଙ୍କୁ ଆମର ଏଠି ଯେଉଁ ଅଛନ୍ତି ଏମ୍ଏଲ୍ଏ, ଆମର ଯେଉଁ ଏମ୍ଏଲ୍ଏ ଅଛି ସେ ବହୁତ କିଛି ମାନେ କ'ଣ କରୁଛି ନ କରୁଛି ତୁମେ ଜାଣିଥିବ। ଆମର ଯେଉଁ ସରପଞ୍ଚ ଯେଉଁଠି ନ କହିପାରୁଛି, ୱାର୍ଡ଼ ନମ୍ବର ସମିତି ସଭ୍ୟ ଜିଲ୍ଲା ପରିଷଦ, ଆଉ ସେଠି ଏମ୍ଏଲ୍ଏ କ'ଣ କହିବ? ଏମ୍ଏଲ୍ଏର ବି କିଛି ଉପାୟ ନାହିଁ। କିନ୍ତୁ ସରପଞ୍ଚ କତିରୁ ଏମ୍ଏଲ୍ଏର କଥା ଯାଏ, ଆଉ ଜିଲ୍ଲା ପରିଷଦ କଥା ଯାଏ ଏମ୍ଏଲ୍ଏ କତିକି। ଏମ୍ଏଲ୍ଏ ସାଧାରଣତଃ ଭୋଟ ଆମର ଓଡ଼ିଶା ବ୍ଲକ ସ୍ଥଳୀୟ। ମୁଁ ରହିଲି ଜୟ ଜଗନ୍ନାଥ ବେଶୀ କହୁନି, ଏଠି ବହୁତ ଅଛନ୍ତି ପାକିସ୍ତାନ। ମୁଁ ଯାଇଥିଲି ଏଠି 3 ଦିନ ତଳର ଭାଇ ବନ୍ଧୁକ ତାଣ୍ଟା ଶୁଆନ୍ତି ଭଲ ମୁଁ ସେମାନଙ୍କର ଏଠି କହିଲା ଆମେ ଉଡ଼େଇ ଦେଇକି ସମୁଦ୍ର କୂଳରେ ଭାସିଯିମୁ। ମୁଁ ଠିକ୍ ଅଛି ତୁମେ ଉଡ଼େଇ ଦେବ କ'ଣ କରିବ ସେଇଟା ଆମେ ଦେଖିମୁ, କିନ୍ତୁ ଆମ ସରପଞ୍ଚ କତିରେ କଥା ପହଞ୍ଚିବ ଦରକାର। ଆଉ ଆମ ଏମ୍ଏଲ୍ଏ ଆଉ ପ୍ଲସ୍ ହେଉଛି ଆମର ନରେନ୍ଦ୍ର ମୋଦି ଆଉ ମୋହନ ସରକାର, ତାଙ୍କ କଥା ଯାଇକି ତାଙ୍କ କତିରେ ପହଞ୍ଚିବା ଦରକାର ତୁରନ୍ତ। ଆସ ଚାନ୍ଦିମାଳ ପଞ୍ଚାୟତର ମୋ ଘର, ମୁଁ କହିଦେବି ତୁମକୁ ଗୁଟି ଗୁଟି କିଏ ଅଛି।